ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ପୂର୍ବରୁ ଏଠାରେ କ'ଣ କରୁଛନ୍ତି ବିଜେଡି ନେତାମାନେ? ତେବେ ଅଦିନିଆ ବର୍ଷା କ୍ଷୟକ୍ଷତି ଆକଳନ ପାଇଁ ନବୀନ ଜିଲ୍ଲା ବୁଲିବେ ବୋଲି ଏହା ପୂର୍ବରୁ ସେଠାରେ ପହଞ୍ଚିଥିଲେ ବରିଷ୍ଠ ନେତାମାନେ। ନବୀନଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତିର ତଦାରଖ କରିଥିଲେ ବିଜେଡି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ଜିଲ୍ଲାର ବହୁ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ। ହେଲିପ୍ୟାଡ୍ ସଭା ମଞ୍ଚ ସମେତ ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ। ତେବେ ନବୀନ ପଟ୍ଟନାୟକଙ୍କ ଗସ୍ତର ଠିକ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ରବିବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଚାନକ ଜିଲ୍ଲା ଗସ୍ତକୁ ନେଇ ରାଜନୀତି ସରଗରମ ହୋଇଥିଲା। ନବୀନ ବାବୁ ହେଉଛନ୍ତି ଓଡ଼ିଶାର ବାସୀଙ୍କର ପ୍ରିୟ ନେତା, ଗଞ୍ଜାମବାସୀଙ୍କର ଅତି ପ୍ରିୟ ନେତା। ତେଣୁ ସେ ଏଇ ଯେଉଁ ବର୍ଷା ଜନିତ ଏବଂ ଚାଷୀମାନେ ଯେତେବେଳେ ତାଙ୍କୁ ଆପିଲ କରିଥିଲେ, ସେ 3 ଦିନ ତଳେ ପ୍ରୋଗ୍ରାମ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କଲେ ଏବଂ ଆସିବା ପାଇଁ ପରଦିନ ଠାରୁ ସ୍ଥିରୀକୃତ ହେଲା ଏବଂ ସେ ଅନୁସାରେ ଆସୁଛନ୍ତି ଏବଂ ଆମର ଏଠି ଗଞ୍ଜାମରେ ତାର ଯେଉଁ ପ୍ରସ୍ତୁତି ଆମର ସ୍ଥାନୀୟ ଯେଉଁମାନେ ନେତୃବୃନ୍ଦ ଅଛନ୍ତି କରୁଛନ୍ତି, ଡକ୍ଟର ଚିଆ ପଟ୍ଟନାୟକଠୁ ଆରମ୍ଭ କରି ଆମର ଲତିକା ପ୍ରଧାନ ଏବଂ ଆମର ବିକ୍ରମ ପଣ୍ଡାଙ୍କଠୁ ଆରମ୍ଭ କରି ଶ୍ରୀକାନ୍ତ ସାହୁ ମାନେ ସବୁ ଅଛନ୍ତି, ଅନ୍ୟମାନେ ବି ଯିଏ ଯାହାର କ୍ଷେତ୍ରରେ ଲାଗିଛି। ଖଲିକୋଟ ଶେଷରେ ତ ଯିବେ, ଆଗ ଆସିବେ ଆମର ଶେରଗଡ଼ ଏବଂ ଶେରଗଡ଼ରୁ ହିଞ୍ଜିଲିକାଟୁ ହେଇକି ବାଇ ରୋଡ ଆସିବେ କବିସୂର୍ଯ୍ୟ ଆସ୍କା। ଏଠି ଦେଖିବେ ଏଠି ଯୋଉ ସଦାବର୍ତ୍ତ ନୂଆ ଗାଁ ଏ ପାଖଟା ଲାଗିଛି, ତେଣୁ ସେଠି ସେ ଚାଷୀଙ୍କ ସାଙ୍ଗରେ ଇଣ୍ଟରାକ୍ସନ କରିବେ। ତାପରେ ବରଗାଁ ହେଇକିରି ଏ ଯୋଉ ଆସ୍କା, ତାପରେ ଖଲିକୋଟ ଯିବେ ଏବଂ ଖଲିକୋଟରୁ ସେ ଫେରିଯିବେ। ଦେଖନ୍ତୁ, ବିଜେପି ସବୁବେଳେ ଜାମୁଲା ରାଜନୀତି କରୁଛି, ଦିମୁହାଁ ରାଜନୀତି କରୁଛି। ଆଜିକି 8 ଦିନ ହେଲାନି ବର୍ଷା ସରିଲାନି, ଚାଷୀମାନେ ହନ୍ତସନ୍ତ ହୋଇ ବିଲରୁ ଧାନ ନେବାକୁ ବସିଲେନି। ଆପଣ ମଣ୍ଡି ବ୍ୟବସ୍ଥା ତ କହିଲେ ନ ସରେ, କିନ୍ତୁ ଆମ ଯିଏ ପୂର୍ବତନ ମୁଖ୍ୟମନ୍ତ୍ରୀ, ଆମର ଯିଏ ସଭାପତି ନବୀନ ବାବୁ, ସିଏ ସବୁବେଳେ ଚାଷୀଙ୍କ ସହିତ ଅଛି ଆଉ ଚାଷୀଙ୍କ ହିତ ପାଇଁ ସବୁବେଳେ ଚେଷ୍ଟା କରୁଛନ୍ତି। ସିଏ ଦେଖିଲେ ଯେ ଗଞ୍ଜାମରେ ଚାଷୀମାନେ ବହୁତ ହନ୍ତସନ୍ତ ହୋଇଛନ୍ତି ଏବଂ ତାଙ୍କର ସୁଖ ଦୁଃଖ ବୁଝିବେ ଏବଂ ଡିମାଣ୍ଡ କରାଯିବ ଯେ ସରକାରକୁ ଚାଷୀମାନଙ୍କୁ ତାଙ୍କର ଉପକୃତ ଦିଆଯାଉ, ତାଙ୍କର ପ୍ରାପ୍ତି ତାଙ୍କୁ ମିଳୁ। ଯେପରି ଆମର ମୁଖ୍ୟମନ୍ତ୍ରୀଙ୍କ ପ୍ରୋଗ୍ରାମ ହେଲା, ଯେବେ ପ୍ରୋଗ୍ରାମ କାଲି ଯେତେବେଳେ ଜଣାପଡ଼ିଲା ଯେ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରୋଗ୍ରାମ ହେଉଛି ଆମର ଗଞ୍ଜାମ ଜିଲ୍ଲା, ସାଙ୍ଗେ ସାଙ୍ଗେ ବିଜେପିର ନିଦ ହଜିଗଲା। କାହିଁକିନା ବିଜେପି ଜାଣିଛି ଯେ ନବୀନ ବାବୁକୁ ସମସ୍ତେ ଭଲ ପାଉଛନ୍ତି ଆଉ ନବୀନ ବାବୁଙ୍କୁ ଆଜି ମଧ୍ୟ ତାଙ୍କର ଲୋକପ୍ରିୟ ଅଛି ଆଉ ଗଲା ପରେ ବହୁତ ଫରକ ପଡ଼ିବ। ସେଥିପାଇଁ ରାତାରାତି ମିଟିଂ ଡାକି ରାତାରାତି ତାଙ୍କର MLA ବୁଲୁଛନ୍ତି ଆଉ ମୁଖ୍ୟମନ୍ତ୍ରୀ ମଧ୍ୟ ଗଞ୍ଜାମ ଆଜି ଆସିଛନ୍ତି। ଯାହା ହଉ ଭଗବାନଙ୍କ ଦୟାରୁ ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ଆସିବା ଲାଗି ଯେ ଚାଷୀ ଉପକୃତ ହୋଇପାରିଲେ ଆଉ ବିଜେପି ସରକାର ଡରି ଯେଉଁ ଘୋଷଣା କରିବାକୁ ଯାଉଛନ୍ତି, ସେଥିପାଇଁ ଚାଷୀ ବହୁତ ଉପକୃତ ହେବେ। ଆଉ ଭଗବାନ ସବୁବେଳେ ଆମ ନବୀନ ବାବୁକୁ ଏପରି ଚାଷୀମାନଙ୍କୁ ସାହାଯ୍ୟ କରିବାକୁ, ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆସନ୍ତୁ। ସେମାନଙ୍କର ତ ସାହାଯ୍ୟ ମନୋବୃତ୍ତି ନାହିଁ, କିନ୍ତୁ ନବୀନ ବାବୁ ଯେତେବେଳେ ଆସିବାର ଶୁଣୁଛନ୍ତି, ଲୋକଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସୁଛନ୍ତି। ନବୀନ ବାବୁଙ୍କ ଲାଗି ଲୋକଙ୍କର ଉପକୃତ ହୁଅନ୍ତୁ। ଆମର ସମସ୍ତ ଗଞ୍ଜାମବାସୀଙ୍କର ପ୍ରିୟ ନେତା ଏବଂ ସବୁଠୁ ମୁଁ କହିବି ଦରଦୀ ବନ୍ଧୁ ହିସାବରେ, ପ୍ରତ୍ୟେକ ବ୍ୟକ୍ତିର ଦରଦୀ ବନ୍ଧୁ ହିସାବରେ ସେ ପରିଚିତ। ଆମର ପ୍ରିୟ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ କି ଆସୁଛନ୍ତି କବିସୂର୍ଯ୍ୟନଗରକୁ, ବିଶେଷ କରିକି ଚାଷୀମାନଙ୍କର ଯେଉଁ କ୍ଷୟକ୍ଷତି ହେଇଛି ତାଙ୍କ ସହିତ କିଛି ସମୟ କିଛି ମୁହୂର୍ତ୍ତ ବିତେଇବା ପାଇଁ ସିଏ ଆସୁଛନ୍ତି। ଆଉ ସେ ବିଭିନ୍ନ ସମସ୍ୟା ବିଷୟରେ ବି ବୁଝିବା ପାଇଁ କହିଛନ୍ତି, ସମୟ ଦେବେ। ଆମେ ତ ଯାହା ରେସ୍ପନ୍ସ ପାଉଛୁ ପାଖାପାଖି ବୋଧେ 10,000 ଚାଷୀ ଏଠି ଜମା ହେବାର ଆମେ ଆକଳନ କରୁଛୁ, ବୋଧେ ସେଇଭଳିଆ ଆସିବେ। ଆଉ ଦେଖିବେ ତାଙ୍କର ତ ସମସ୍ତେ ଭାରି ଖୁସି ଅଛନ୍ତି, ଯେଉଁ ଏଭଳି ବିପରୀତ ପରିସ୍ଥିତିରେ ମଧ୍ୟ ଚାଷୀମାନେ ଭାରି ଖୁସି ଅଛନ୍ତି ଯେ ଆମେ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଯିବୁ। ସେଇ କଥାଟା ପାଇଁ ସେ ଭାରି ଖୁସି ଅଛନ୍ତି ଏବଂ ଜନସାଧାରଣ ବି ଭାରି ଖୁସି। ସେଇଟା ଏଇ ପ୍ରଶ୍ନର ଉତ୍ତରଟି ବର୍ତ୍ତମାନ ଓଡ଼ିଶାବାସୀଙ୍କ ପାଖରେ ରହିଛି। ଓଡ଼ିଶାବାସୀଙ୍କର ଯେଉଁ ଭରସା ଥିଲା ଯେ କିଛି ପରିବର୍ତ୍ତନରେ ଆମେ ପାଇବୁ, କିନ୍ତୁ ପରିବର୍ତ୍ତନରେ କେବଳ ଶୂନ ହିଁ ପାଇଲେ। କେବଳ ଖାଲି ତାଙ୍କର ନିଜର ବ୍ୟକ୍ତିଗତ ସ୍ୱାର୍ଥ ଛଡ଼ା ଆଉ କିଛି
ହାସଲ କରିନାହାନ୍ତି ସରକାର। ସରକାର କେବେ ମଧ୍ୟ କାହା ପାଇଁ ଚିନ୍ତା କରିନାହାନ୍ତି। ଦେଖନ୍ତୁ ପେଡି ପ୍ରୋକ୍ୟୁରମେଣ୍ଟ ବହୁତ ଦିନ ଆଗରୁ ପ୍ରୋସେସ ଚାଲିଲାଣି, ନାକୁ ଚାଲିଛି। ପ୍ରତ୍ୟେକ ଦିନ ମନ୍ତ୍ରୀ ମାନେ ବହୁତ ଷ୍ଟେଟମେଣ୍ଟ ଦଉଛନ୍ତି, କିନ୍ତୁ କାର୍ଯ୍ୟ ହଉଛି ଶୂନ। ଆମର ଡିମାଣ୍ଡ ହଉଛି ଯୋଉ ଧାନ ଆଜି ଯେତିକି ଧାନ ବି ବଞ୍ଚିଛି ଅନ୍ତତଃ ସେଇ ଧାନକୁ ପେଡି ପ୍ରୋକ୍ୟୁରମେଣ୍ଟରେ ସମ୍ପୂର୍ଣ୍ଣ ଭାବରେ ନିଅନ୍ତୁ ସରକାର, ଆଉ ଯୋଉ କ୍ଷୟକ୍ଷତି ଘଟିଛି ତାର କମ୍ପେନସେସନ ଦିଅନ୍ତୁ। ସେଇଟା ଓଡ଼ିଶାବାସୀ ନିର୍ଣ୍ଣୟ ନେବେ, ତାର ଉତ୍ତର ବି ଓଡ଼ିଶାବାସୀ ଦେବେ। ଏବଂ ସିଏ ଜାଣିଛନ୍ତି କିଏ ସବୁବେଳେ ତାଙ୍କ ସହିତ ରହିଛନ୍ତି, ଓଡ଼ିଶାବାସୀ ଜାଣିଛନ୍ତି। ତେଣୁ ଏ ଯୋଉ ମିଛୁଆ ଦେଖାଣିଆ କାମ କରୁଛନ୍ତି ବିଜେପିର ସରକାର, ସେଇଟା ଲୋକ ଆଗାମୀ ଦିନରେ ତାର ଉଚିତ ଜବାବ ଦେବେ। ତେବେ ସପ୍ତାହେ ହେଲା ଚାଷୀଙ୍କ ଫସଲ କ୍ଷତି ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା କଥା ମନେ ପଡୁନଥିଲା। ନବୀନଙ୍କ ଗସ୍ତର ପୂର୍ବ ଦିନ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା ଗସ୍ତ କରିବା ଚାଷୀଙ୍କ ପାଇଁ ଲାଭଦାୟକ ବୋଲି ବିଜେଡି ନେତା କହିଥିଲେ। ଗଞ୍ଜାମରୁ ଭଗବାନ ପାଢ଼ୀଙ୍କ ରିପୋର୍ଟ, ରିଓ ନ୍ୟୁଜ୍। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।